ସର୍ବପ୍ରଥମେ ଆପଣଙ୍କୁ ନମସ୍କାର। ମୋର କାଲିର ଯୋଗ ଟୁରେ ବହୁତ ସମୟ ହେଇଥିବାରୁ ମୁଁ ୟୁଟ୍ୟୁବରେ ଅପଲୋଡ଼ କଲି, କିନ୍ତୁ ଇନଷ୍ଟାଗ୍ରାମରେ ଅପଲୋଡ଼ କରିପାରିଲି ନାହିଁ ଏବଂ ବହୁତ ଚେଷ୍ଟା କଲି, ତେଣୁ କରିପାରିଲି ନାହିଁ। ତେଣୁ ଆପଣଙ୍କ ଠାରୁ କ୍ଷମା ଚାହୁଁଛି, ଯେଉଁମାନେ ଇନଷ୍ଟାଗ୍ରାମ ଦେଖିବାରେ ଅସଫଳ ହୋଇଛନ୍ତି। ତେଣୁ ମୁଁ ସର୍ଟରେ ସବୁ କରିବି। ଆପଣ ତାକୁ ଯେତିକି ସମୟ ବା ଯେତିକି ଥର କରିବା କଥା ତାକୁ କରିବେ, କାରଣ ତାହା ଶରୀର ପ୍ରତି, ମନ ପ୍ରତି, ଦେହ ପ୍ରତି ବହୁତ ଉପକାର ଆସିବ। ତେଣୁ ସେତିକି ଥର କରନ୍ତୁ କିମ୍ବା ତାଠାରୁ ଅଧିକା କରନ୍ତୁ। ତେଣୁ ଆପଣ ଯଦି ସୁଫଳ ପାଇବାକୁ ଇଚ୍ଛା କରନ୍ତି, ଶାରୀରିକ ସୁସ୍ଥ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଚାହାନ୍ତି, ତେବେ ମୋର ଭିଡ଼ିଓଟିକୁ ଆପଣ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ମୁଁ ଅଳ୍ପ ସମୟ ଆପଣଙ୍କୁ ଯେଉଁ ଯୋଗ ପ୍ରକ୍ରିୟା କହିବି, ତାକୁ ଆପଣ ସେତିକି ଥର କରିବାକୁ ଚେଷ୍ଟା କରିବେ। ନମସ୍କାର। ମୁଁ ବର୍ତ୍ତମାନ ଢୋଲକଟି କରିବାକୁ ଚାହୁଁଛି। ପ୍ରଥମେ ବାମ ଗୋଡ଼ ତଳେ, ଡାହାଣ ଗୋଡ଼ ଉପରେ ରଖି ଆରମ୍ଭ କରିବା। 1, 2। ମୁଁ 50 ଥର କଲି ଏବଂ 10 ଥର ତାଳି ମାରିଲି। ଆପଣ ଏହି ପ୍ରକ୍ରିୟାକୁ 300 ଥର କରିବେ। ପ୍ରତି 20 ଥରରେ 10 ଥର ତାଳି ମାରିବେ। ତାପରେ ମୁଁ ଡାହାଣ ଗୋଡ଼ ତଳକୁ ରଖିବି ଏବଂ ବାମ ଗୋଡ଼ ଉପରେ ରଖି ପୁଣି ଆରମ୍ଭ କରିବି। ଏହି ପ୍ରକ୍ରିୟା ଆପଣ 300 ଥର କରିବେ। ତଳ ଉପର କରି 200, 300 ଥର। ତାଳି ମଧ୍ୟ ପ୍ରତି 20 ଥରରେ 10 ଥର ତାଳି ମାରିବେ। ଏହି ପ୍ରକ୍ରିୟାଟି ଆପଣ କଲେ ମାନସିକ ସ୍ତରରେ, ଶାରୀରିକ ସ୍ତରରେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ହେଇପାରିବେ। ତେଣୁକରି ଏହି ପ୍ରକ୍ରିୟାକୁ ଆପଣ ସକାଳୁ ସନ୍ଧ୍ୟାବେଳେ କରନ୍ତୁ ଏବଂ ମୋତେ ଯଦି ଭଲ ପାଆନ୍ତି ଏବଂ ଏ ଭିଡ଼ିଓକୁ ଭଲ ପାଆନ୍ତି, ତେବେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ।